କେଉଁ ଜିନିଷ ନ ମିଳିଲେ ଝିଅମାନେ ହାତର ଆଙ୍ଗୁଠିରେ କାମ ଚଳାଇ ଦିଅନ୍ତି। ତେବେ ଉତ୍ତରଟି ହେଲା ଟୁଥବ୍ରଶ। ସମ୍ଭୋଗ କରିବା ସମୟରେ ପୁରୁଷର ଲିଙ୍ଗ ବଙ୍କା ହୋଇଯାଏ କାହିଁକି? ତେବେ ଉତ୍ତରଟି ହେଲା ଅଧିକ ପ୍ରେସର ପଡ଼ିବା କାରଣରୁ। କେଉଁ ଦେଶର ଝିଅମାନେ ରାତିରେ ଲଙ୍ଗଳା ହୋଇକି ଶୋଇଥାନ୍ତି? ତେବେ ଉତ୍ତରଟି ହେଲା ସାଉଥ ଆଫ୍ରିକା ଦେଶର ଝିଅମାନେ। ଝିଅମାନଙ୍କୁ ସମ୍ଭୋଗ କରିବା ସମୟରେ ପ୍ରଥମେ କେଉଁଠି କିସ୍ କରିବା ଉଚିତ? ତେବେ ଉତ୍ତରଟି ହେଲା ଝିଅମାନଙ୍କ ଦେହରେ। ଝିଅମାନେ କେଉଁ ସମୟରେ ସମ୍ଭୋଗ କରିବା ପାଇଁ ମନା କରିଦିଅନ୍ତି? ତେବେ ଉତ୍ତରଟି ହେଲା ପିରିୟଡ଼ ସମୟରେ। ବିବାହ ପରେ ଝିଅମାନଙ୍କ ଅଣ୍ଟା ଚଉଡ଼ା ହୋଇଯାଏ କାହିଁକି? ତେବେ ଉତ୍ତରଟି ହେଲା ଅଧିକ ସମ୍ଭୋଗ କରିବା କାରଣରୁ। ପରିସ୍ରାର ରଙ୍ଗ ହଳଦିଆ ହୋଇଥାଏ କାହିଁକି? ତେବେ ଉତ୍ତରଟି ହେଲା ୟୁରୋକ୍ରମ ଥିବା କାରଣରୁ। ସମ୍ଭୋଗ କରିବା ସମୟରେ ଝିଅମାନଙ୍କୁ ଅଧିକ ମଜା ଦେବା ପାଇଁ କେଉଁ ତେଲ ଲଗାଇବା ଉଚିତ? ତେବେ ଉତ୍ତରଟି ହେଲା ସୋରିଷ ତେଲ। ଝିଅମାନଙ୍କୁ କିସ୍ କରିବାର ସବୁଠୁ ଭଲ ଜାଗା କେଉଁଟା ଅଟେ? ତେବେ ଉତ୍ତରଟି ହେଲା ତାଙ୍କ ନାଭିରେ। ବିବାହିତା ମହିଳାମାନେ ବିନା ସମ୍ଭୋଗରେ କେତେ ଦିନ ପର୍ଯ୍ୟନ୍ତ ରହିପାରିବେ? ତେବେ ଉତ୍ତରଟି ହେଲା 6 ମାସ ପର୍ଯ୍ୟନ୍ତ। ଝିଅମାନଙ୍କ ଯୋନିରେ ପୁଅମାନେ ତାଙ୍କ ଲିଙ୍ଗକୁ ପୁରେଇଲେ ସେମାନଙ୍କୁ କିପରି ଅନୁଭବ ହୋଇଥାଏ? ତେବେ ଉତ୍ତରଟି ହେଲା ଥଣ୍ଡା ଅନୁଭବ ହୋଇଥାଏ। ମହିଳାମାନଙ୍କ କେଉଁ ଅଙ୍ଗରେ ଛେପ ଲଗେଇ ଦେଲେ ସେ ସମ୍ଭୋଗ କରିବା ପାଇଁ ପାଗଳ ହୋଇଯାଆନ୍ତି? ତେବେ ଉତ୍ତରଟି ହେଲା ନାଭିରେ। କେଉଁ ଝିଅମାନଙ୍କ ଯୋନି ସମ୍ଭୋଗ କରିବା ସମୟରେ ଲମ୍ବା ଏବଂ ଚଉଡ଼ା ହୋଇଯାଇଥାଏ? ତେବେ ଉତ୍ତରଟି ହେଲା ମୋଟି ମହିଳାଙ୍କର। କେଉଁ ବୟସର ମହିଳାମାନେ ସମ୍ଭୋଗ କରିବା ସମୟରେ କଣ୍ଡମ ବ୍ୟବହାର କରନ୍ତି ନାହିଁ? ତେବେ ଉତ୍ତରଟି ହେଲା 30ରୁ 35 ବର୍ଷର ମହିଳାମାନେ। ସମ୍ଭୋଗ କରିବା ସମୟରେ ଝିଅମାନଙ୍କ ବୀର୍ଯ୍ୟ କିପରି ବାହାରିଥାଏ? ତେବେ ଉତ୍ତରଟି ହେଲା ଧୀରେ ଧୀରେ। ସବୁଠୁ ଅଧିକ କେଉଁ ଝିଅମାନଙ୍କୁ ସମ୍ଭୋଗ କରିବାକୁ ଅଧିକ ଇଚ୍ଛା ହୋଇଥାଏ? ତେବେ ଉତ୍ତରଟି ହେଲା ଏକା ରହୁଥିବା ଝିଅମାନଙ୍କୁ। ଚଉଠି ରାତି ଦିନ କେଉଁ ଝିଅମାନଙ୍କର ବହୁତ ଅଧିକ ରକ୍ତ ବାହାରିଥାଏ? ତେବେ ଉତ୍ତରଟି ହେଲା ଛୋଟ ଯୋନି ଥିବା ଝିଅମାନଙ୍କର। କେଉଁ ଦେଶର ଲୋକମାନେ ଝିଅମାନଙ୍କ ଉପରେ ଶୋଇ ସମ୍ଭୋଗ କରିଥାନ୍ତି? ତେବେ ଉତ୍ତରଟି ହେଲା ଭାରତ ଦେଶର ଲୋକମାନେ। କଣ ଖୁଆଇ ଦେଲେ ଝିଅମାନେ ସମ୍ଭୋଗ କରିବା ପାଇଁ ରାଜି ହୋଇଯାଆନ୍ତି? ତେବେ ଉତ୍ତରଟି ହେଲା ଅଁଳା। ଝିଅମାନଙ୍କୁ ସମ୍ଭୋଗ କରିବା ପୂର୍ବରୁ କିସ୍ କଲେ କେଉଁ ବଡ଼ ଫାଇଦା ହୋଇଥାଏ? ତେବେ ଉତ୍ତରଟି ହେଲା ଅଧିକ ଇଚ୍ଛା ହୋଇଥାଏ। ଝିଅମାନଙ୍କୁ କ୍ଷୀର ସହିତ କଣ ମିଶାଇ ପିଇ ଦେଲେ ସେ ଆପଣଙ୍କ ସହିତ ସମ୍ଭୋଗ କରିବା ପାଇଁ ବ୍ୟାକୁଳ ହୋଇଥାନ୍ତି? ତେବେ ଉତ୍ତରଟି ହେଲା ରସୁଣ ରସ। ସମ୍ଭୋଗ କରିବା ସମୟରେ ମହିଳାମାନଙ୍କର କେଉଁ ଅଙ୍ଗ ଫୁଲି ଯାଇଥାଏ? ତେବେ ଉତ୍ତରଟି ହେଲା ଦୁଧ। ଝିଅମାନେ ବିବାହ ପରେ ଛୁଆ ହେବା ପୂର୍ବରୁ ନିଜର ଦୁଧକୁ କାହାକୁ ପିଆଇଥାନ୍ତି? ତେବେ ଉତ୍ତରଟି ହେଲା ନିଜ ପତିକୁ। ସମ୍ଭୋଗ କରିବା ସମୟରେ କେତେ ବଡ଼ ଲିଙ୍ଗରେ ମହିଳାମାନେ ସନ୍ତୁଷ୍ଟ ହୋଇଥାନ୍ତି? ତେବେ ଉତ୍ତରଟି ହେଲା 7ରୁ 8 ଇଞ୍ଚର ଲିଙ୍ଗରେ। ଝିଅମାନେ ସମ୍ଭୋଗ କରିବା ସମୟରେ ଅଧିକ ଗରମ କେତେବେଳେ ହୋଇଥାନ୍ତି? ତେବେ ଉତ୍ତରଟି ହେଲା ବୀର୍ଯ୍ୟ ବାହାରିବା ସମୟରେ। ମନୁଷ୍ୟ ଶରୀରର କେଉଁ ଅଙ୍ଗ ସବୁବେଳେ ବ୍ୟସ୍ତ ରହିଥାଏ? ତେବେ ଉତ୍ତରଟି ହେଲା ହୃଦୟ। କେଉଁ ଦେଶର ଝିଅମାନେ ସବୁଠୁ ଅଧିକ ଚୁଗୁଲି କରିଥାନ୍ତି?
ତେବେ ଉତ୍ତରଟି ହେଲା ଭାରତ ଦେଶର ଝିଅମାନେ କେଉଁ ଦେଶର ଲୋକମାନେ ସମ୍ଭୋଗ କରିବା ସମୟରେ ମହିଳାମାନଙ୍କ ପଛପଟେ କରିଥାନ୍ତି? ତେବେ ଉତ୍ତରଟି ହେଲା ଅଷ୍ଟ୍ରେଲିଆ। ଝିଅମାନଙ୍କୁ କେଉଁଭଳି ସମ୍ଭୋଗ କଲେ ତାଙ୍କ ପାଣି ଜଲ୍ଦି ବାହାରି ଯାଇଥାଏ? ତେବେ ଉତ୍ତରଟି ହେଲା ଜୋରରେ ଝଟକା ମାରିଲେ ମହିଳାମାନଙ୍କ କେଉଁ ସାଇଡ୍ର ପିଚା ଅଧିକ ବଡ଼ ହୋଇଥାଏ? ତେବେ ଉତ୍ତରଟି ହେଲା ଲେଫ୍ଟ ସାଇଡ୍। ଝିଅମାନଙ୍କୁ ଲମ୍ବା ଲିଙ୍ଗ ପସନ୍ଦ ହୋଇଥାଏ କି? ତେବେ ଉତ୍ତରଟି ହେଲା ହଁ, ବିଲକୁଲ। ମହିଳାମାନେ ଗୋଟେ ରାତିରେ କେତେ ଥର ସମ୍ଭୋଗ କରିପାରିବେ? ତେବେ ଉତ୍ତରଟି ହେଲା 2ରୁ 3 ଥର। ଝିଅମାନଙ୍କୁ ସମ୍ଭୋଗ କରିବା ସମୟରେ ଅଧିକ ଚିତ୍କାର କେତେବେଳେ କରିଥାନ୍ତି? ତେବେ ଉତ୍ତରଟି ହେଲା ବୀର୍ଯ୍ୟ ବାହାରିବା ସମୟରେ। କେଉଁ ଝିଅମାନଙ୍କୁ ହସ୍ତମୈଥୁନ କରିବାକୁ ଅଧିକ ଇଚ୍ଛା ହୋଇଥାଏ? ତେବେ ଉତ୍ତରଟି ହେଲା ଏକା ରହୁଥିବା ଝିଅମାନଙ୍କୁ। ଝିଅମାନଙ୍କ ଜର୍ନି ସବୁବେଳେ ଓଦା ରହିଥାଏ କାହିଁକି? ତେବେ ଉତ୍ତରଟି ହେଲା ଓଦାଳିଆ ପଦାର୍ଥ ପାଇଁ। କେଉଁ ତେଲ ଲଗାଇଲେ ଲିଙ୍ଗ ରାତିସାରା ଠିଆ ହୋଇଥାଏ ଏବଂ 7 ଇଞ୍ଚ ଲମ୍ବା, ମୋଟା ଓ ଟାଇଟ୍ ହୋଇଥାଏ? ତେବେ ଉତ୍ତରଟି ହେଲା ଅଶ୍ୱଗନ୍ଧା ତେଲ। ମୁସଲିମ ଝିଅମାନେ ପାଖାପାଖି କେତେ ଝଟକା ଖାଇବାକୁ ପସନ୍ଦ କରିଥାନ୍ତି? ତେବେ ଉତ୍ତରଟି ହେଲା 4ରୁ 5 ଥର। ଝିଅମାନଙ୍କ ଶରୀର ସମ୍ଭୋଗ କରିବା ପୂର୍ବରୁ ଗରମ ହୋଇଯାଇଥାଏ କାହିଁକି? ତେବେ ଉତ୍ତରଟି ହେଲା ଅଧିକ ଉତ୍ତେଜନା କାରଣରୁ। ସମ୍ଭୋଗ କରିବା ସମୟରେ ମହିଳାମାନଙ୍କ ପଛକଣାରେ ଲିଙ୍ଗକୁ କିପରି ପୂରେଇବା ଉଚିତ? ତେବେ ଉତ୍ତରଟି ହେଲା ଓଲଟା ଶୁଏଇକି। ଦୁନିଆରେ ସବୁଠୁ ଅଧିକ ଗୋରୀ ଝିଅମାନେ କେଉଁ ଦେଶରେ ଅଛନ୍ତି? ତେବେ ଉତ୍ତରଟି ହେଲା କାନାଡା ଦେଶରେ। ବହୁତ ଚେଷ୍ଟା କରିବା ପରେ ମଧ୍ୟ ଯଦି ଲିଙ୍ଗ ଜନିରେ ପଶୁନି ତେବେ କ'ଣ କରିବା ଉଚିତ? ତେବେ ଉତ୍ତରଟି ହେଲା ତେଲ ଲଗାଇବା ଉଚିତ। କେତେ ବର୍ଷ ହେବା ପରେ ଝିଅମାନଙ୍କ ପିରିୟଡ଼ ଆରମ୍ଭ ହୋଇଥାଏ? ତେବେ ଉତ୍ତରଟି ହେଲା 13 ବର୍ଷ ପରେ। ଅଧିକ ବୟସର ମହିଳାମାନଙ୍କୁ ସମ୍ଭୋଗ କରିବା ସମୟରେ କେଉଁଠି ମାଡ଼ ଖାଇବାକୁ ପସନ୍ଦ କରିଥାନ୍ତି? ତେବେ ଉତ୍ତରଟି ହେଲା ପିଚାରେ। ସମ୍ଭୋଗ କରିବା ସମୟରେ ଯଦି ପୁରୁଷର ବୀର୍ଯ୍ୟ ଶୀଘ୍ର ବାହାରି ଯାଉଛି ତେବେ କ'ଣ କଲେ 2 ଘଣ୍ଟା ପର୍ଯ୍ୟନ୍ତ ବାହାରିବ ନାହିଁ? ତେବେ ଉତ୍ତରଟି ହେଲା ଧୀରେ ଧୀରେ କରିବେ ଏବଂ କରିବା ପୂର୍ବରୁ କ୍ଷୀର ସହିତ ଖଜୁରୀ ଖାଇବା ଉଚିତ। ସମ୍ଭୋଗ କରିବା ପୂର୍ବରୁ ଲିଙ୍ଗରେ କ'ଣ ଲଗାଇଲେ ପୁରୁଷ ଯେତେ ଚାହିଁଲେ ବି ବୀର୍ଯ୍ୟ ବାହାରି ନଥାଏ ଏବଂ ରାତିସାରା ଲିଙ୍ଗ ଠିଆ ହୋଇ ରହିଥାଏ? ତେବେ ଉତ୍ତରଟି ହେଲା ରୋକ୍ସାରା ତେଲକୁ ଲିଙ୍ଗର ଅଗ୍ରଭାଗରେ ଲଗାଇଲେ।